ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଆଜି ଆସନ୍ତୁ ଜାଣିବା ଜୀବନର କିଛି ନିରାଟ ସତ୍ୟ କଥା। ସାଙ୍ଗମାନେ, ଏ କଥାକୁ ଏକା ବସିକି ଗୋଟେ ଧ୍ୟାନରେ ଶୁଣନ୍ତୁ। ଆପଣଙ୍କ ଭିତରେ ଗୋଟେ ପରିବର୍ତ୍ତନ ନିହାତି ଭାବରେ ଆସିବ। ନମ୍ବର 1, ମଣିଷକୁ ଅଧିକ ସଚୋଟ ହେବା କଥା ନୁହେଁ। ଆପଣ ଜାଣିଥିବେ, ସିଧା ଗଛକୁ ଶୀଘ୍ର କଟା ହୋଇଥାଏ, ସେଥିପାଇଁ ଅଧିକ ସଚୋଟ ହେବା ଭଲ ହୋଇନଥାଏ। ନମ୍ବର 2, ଗୋଟେ ନାରୀ ନିଜ ପୁତ୍ରକୁ ଜନ୍ମ ଦେବା ପାଇଁ ନିଜର ସୁନ୍ଦରତାକୁ ତ୍ୟାଗ କରି ଦେଇଥାଏ, କିନ୍ତୁ ଆଗକୁ ଯାଇକି ସେଇ ପୁଅ ନିଜ ସୁନ୍ଦରୀ ସ୍ତ୍ରୀ ପାଇଁ ନିଜ ମାଆକୁ ତ୍ୟାଗ କରିଦେଇଥାଏ। ସାଙ୍ଗମାନେ, କଥାଟା ପିତା ଲାଗିପାରେ, କିନ୍ତୁ ନିରାଟ ସତ୍ୟ କଥା। ନମ୍ବର 3, ଶିକ୍ଷା ହେଉଛି ସବୁଠୁ ଭଲ ମିତ୍ର। ଶିକ୍ଷିତ ବ୍ୟକ୍ତିମାନଙ୍କୁ ସବୁ ଜାଗାରେ ସମ୍ମାନ ମିଳିଥାଏ। ଶିକ୍ଷା ସୁନ୍ଦରତା ଓ ଯୌବନକୁ ହରାଇ ଦେଇଥାଏ। ନମ୍ବର 4, ଗୋଟେ ଭଲ ପୁତ୍ର ଆଜ୍ଞାକାରୀ ହୋଇଥାଏ। ଗୋଟେ ଭଲ ପିତା ଛୁଆମାନଙ୍କୁ ଭଲ ପାଇଥାଏ ଏବଂ ଗୋଟେ ଭଲ ମିତ୍ର ସଚୋଟ ହୋଇଥାଏ। ନମ୍ବର 5, ଏ ପୃଥିବୀ ଉପରେ 3ଟି ରତ୍ନ ଅଛି। ନମ୍ବର 1 ଅନ୍ନ, ନମ୍ବର 2 ଜଳ ଏବଂ ନମ୍ବର 3 ପ୍ରିୟ ବଚନ। ମୂର୍ଖ ଲୋକ ଚଟାଣର ଖଣ୍ଡକୁ ରତ୍ନ ବୋଲି ବୁଝିଥାନ୍ତି। ନମ୍ବର 6, ସେହି ବ୍ୟକ୍ତିମାନଙ୍କଠୁ ଦୂରେ ରୁହନ୍ତୁ ଯିଏ ଆପଣଙ୍କ ଆଗରେ ମିଠା କଥା କହୁଥିବେ, କିନ୍ତୁ ଆପଣଙ୍କ ପିଠି ପଛରେ ଆପଣଙ୍କୁ ବର୍ବାଦ କରିବା ପାଇଁ ଚେଷ୍ଟା କରୁଥିବେ। କାହିଁକି ନା ସେମାନେ ବିଷରେ ଭରି ହୋଇଥିବା ମାଠିଆ ସହିତ ସମାନ, ଯାହା ଉପରେ କ୍ଷୀର ହୋଇଥାଏ। ନମ୍ବର 7, ପୁରୁଷର ତୁଳନା ଅନୁସାରେ ଗୋଟେ ସ୍ତ୍ରୀର ଭୋକ 2 ଗୁଣା, ଲଜ୍ଜା 4 ଗୁଣା, ସାହସ 6 ଗୁଣା ଏବଂ ଲୋଭ 8 ଗୁଣା ହୋଇଥାଏ। ନମ୍ବର 8, ଜଣେ ବ୍ରାହ୍ମଣଙ୍କର ବଳ ତାଙ୍କ ବିଦ୍ୟାରେ ଥାଏ, ଜଣେ ରାଜାଙ୍କର ବଳ ତାଙ୍କ ସେନାରେ ଥାଏ, ଜଣେ ବୈଷ୍ଣବଙ୍କ ବଳ ତାଙ୍କ ଧନରେ ଥାଏ ଏବଂ ଜଣେ ଶୂଦ୍ରଙ୍କ ବଳ ତାଙ୍କ ସେବା କରିବାର ଦୃଷ୍ଟିକୋଣରେ ଥାଏ। ନମ୍ବର 9, ପଇସା ଆସିଥାଏ ଏବଂ ଚାଲି ଯାଇଥାଏ, ଜୀବନ ଯାଇଥାଏ ଏବଂ ଆତ୍ମା ବି ଯାଇଥାଏ। କିଛି ବି ସବୁଦିନ ପାଇଁ ରହିନଥାଏ। କେବଳ ଗୋଟେ ଜିନିଷ ଦୃଢ଼ରେ ରହିଥାଏ, ତାହା ହେଲା ଆପଣଙ୍କ ଆତ୍ମବିଶ୍ୱାସ। ନମ୍ବର 10, କିଛି ଲୋକ କୁହନ୍ତି କି ନାରୀର କୌଣସି ଘର ନାହିଁ, କିନ୍ତୁ ଏଇଟା ମୋ ଅନୁଭବ କି ଗୋଟେ ନାରୀ ବିନା କୌଣସି ଘର ହୋଇନଥାଏ। ନମ୍ବର 11, ଅତ୍ୟଧିକ ସୁନ୍ଦର ସୀତାଙ୍କ ଅପହରଣ କରିନେଲା, ଅତ୍ୟଧିକ ଅଭିମାନ ରାବଣକୁ ମାରିଦେଲା ଏବଂ ଅତ୍ୟଧିକ ଦାନ ରାଜା ବଳିଙ୍କୁ ଗଭୀର ସଙ୍କଟରେ ପକାଇଥିଲା। ସେଥିପାଇଁ କୌଣସି ଜିନିଷ ଅତ୍ୟଧିକ ହେବା ଖରାପ ହିଁ ହୋଇଥାଏ। ସବୁବେଳେ ବହୁତ ଅଧିକରୁ ବଞ୍ଚିକି ରହିବା କଥା। ନମ୍ବର 12, ଯେମିତି ଗୋଟେ ଶୁଖିଲା ଗଛରେ ନିଆଁ ଲଗାଇଲେ ସାରା ଜଙ୍ଗଲଟା ପୋଡ଼ିଯାଇ ପାଉଁଶ ହୋଇଯାଏ, ଠିକ୍ ସେଇଭଳି ଗୋଟେ ଦୁଷ୍ଟପୁତ୍ର ପୁରା ପରିବାରକୁ ନଷ୍ଟ କରିକି ପୁରା ଧ୍ୱଂସ କରିଦେଇଥାଏ। ନମ୍ବର 13, ଯେଉଁ ବ୍ୟକ୍ତିର ଆଚରଣ ଦୁରାଚାରୀ ହୋଇଥାଏ, ଯାହାର ଦୃଷ୍ଟି ଅଶୁଦ୍ଧ ହୋଇଥାଏ ଏବଂ ଯିଏ କୂଟନୀତିରେ ପ୍ରସିଦ୍ଧ ହୋଇଥାଏ, ସେମାନଙ୍କ ସାଥିରେ ଯିଏ ମିତ୍ରତା କରିଥାଏ, ସେ ଅଳ୍ପ ଦିନରେ ଅତି ଶୀଘ୍ର ନଷ୍ଟ ହୋଇଯାଇଥାଏ। ନମ୍ବର 14, କଣ୍ଟା ଏବଂ ଦୁଷ୍ଟଲୋକଙ୍କ ସହିତ କାରବାର କରିବାର 2ଟି ତରିକା ଅଛି। 1ରେ ତାକୁ କାଟି ଦିଅନ୍ତୁ ଏବଂ 2ରେ ସେମାନଙ୍କଠୁ ଦୂରେଇ ରୁହନ୍ତୁ। ନମ୍ବର 15, ଲୋକମାନଙ୍କର ମୁହଁକୁ ତ ବନ୍ଦ କରିହେବନି, କିନ୍ତୁ ଆପଣ ନିଜ କାନକୁ ତ ବନ୍ଦ କରିପାରିବେ ନା। ନମ୍ବର 16, ଗୋଟେ ଦୁଷ୍ଟ ପତ୍ନୀ, ଗୋଟେ ମିଛୁଆ ମିତ୍ର ଏବଂ ଦୁଷ୍ଟ ଚାକର ଏବଂ ଗୋଟେ ଘରେ ଗୋଟେ ନାଗୁଣ ସହିତ ରହିବା ମରିବା ସହିତ ସମାନ ବିନା ଆଉ କିଛି ନୁହଁ। ନମ୍ବର 17, ମୁଁ ଦେଖିଛି କି ଯଦି ଗୋଟେ ପୁଅ ଗୋଟେ ଝିଅକୁ ଭଲ ପାଏ, ତାହେଲେ ସେ ତା ଜୀବନରେ ବହୁତ ଛୋଟ ଭାଗଟିଏ ଦେଇଥାଏ, କିନ୍ତୁ ଯେତେବେଳେ ଗୋଟେ ଝିଅ ଭଲ ପାଏ, ସେତେବେଳେ ତା ଜୀବନର ସବୁ କିଛି ଦେଇଥାଏ। ନମ୍ବର 18, ଯଦି ଆପଣ ଗୋଟେ ଥର କୌଣସି କାମ କରିବା ଆରମ୍ଭ କରିଦିଅନ୍ତି, ତେବେ ଅସଫଳତାକୁ ଡରନ୍ତୁ ନାହିଁ ଏବଂ ତାହାକୁ ପରିତ୍ୟାଗ କରନ୍ତୁ ନାହିଁ, କାରଣ ଯେଉଁ ଲୋକ ସଚୋଟତା ସହିତ କାମ କରିଥାଏ, ସେ ସବୁଠୁ ଖୁସିରେ ରହିଥାଏ। ନମ୍ବର 19, ସାରା ଜୀବନ ଆମେ ଏଇଆ କହିକି କାଟି ଦେଇଥାନ୍ତି କି 4ଟା ଲୋକ କ'ଣ କହିବେ ଏବଂ ଗୋଟେ ଦିନ 4 ଲୋକ ଗୋଟେ କଥା ହିଁ କହିବେ, ରାମ ନାମ ସତ୍ୟ ହେ। ନମ୍ବର 20, ଗୋଟେ ମୂର୍ଖ ବ୍ୟକ୍ତି ପାଇଁ
ବହି ଏତେ ଦରକାରୀ ହୋଇଥାଏ ଯେମିତିକି ଗୋଟେ ଅନ୍ଧ ବ୍ୟକ୍ତି ପାଇଁ ଆଇନା ଯେମିତି ଦରକାର ହୋଇଥାଏ। ନମ୍ବର 21, ଗୋଟେ ନାରୀର କାନ୍ଦ ନାଟକ ହୋଇନଥାଏ। ସେ ବି ଛାତି ଫଟେଇକି କାନ୍ଦେ ଯେତେବେଳେ ଜଣେ ତାକୁ ବୁଝାବାଲା ନଥାଏ। ନମ୍ବର 22, ଗୋଟେ ଗରିବ ମାଆର ଝୁମ୍ପୁଡ଼ି ଘରେ 5ଟି ପୁଅକୁ ମାଆ ସମ୍ଭାଳି ପାରିଥାଏ, କିନ୍ତୁ ସେ 5 ପୁଅଙ୍କ ବଙ୍ଗଳାରେ ବି ଗୋଟେ ମାଆକୁ ସମ୍ଭାଳି ପାରିନଥାନ୍ତି। କଥାଟା ପିତା ଲାଗିଲେ ବି ସାଙ୍ଗମାନେ କଥାଟା ସତ, ନିରାଟ ସତ। ନମ୍ବର 23, ଗୋଟେ ଖରାପ ମଣିଷ ପାଇଁ ବେଳେବେଳେ ଆମକୁ ଏ ସାରା ଦୁନିଆ ଉପରେ ଘୃଣା ଆସିଯାଇଥାଏ। ସତ ନୁହେଁ ସାଙ୍ଗମାନେ? ନିହାତି ଭାବରେ କମେଣ୍ଟ ମାଧ୍ୟମରେ ଜଣାଇବେ। ନମ୍ବର 24, ମରିବା ପାଇଁ ଟିକେ ବିଷ କାଫି ହୋଇଥାଏ, କିନ୍ତୁ ବଞ୍ଚିବା ପାଇଁ ହେଲେ ସାରା ଜୀବନ ଯାକରେ ବହୁତ ସାରା ବିଷ ପିଇବା ପାଇଁ ପଡ଼ିଥାଏ। ନମ୍ବର 25, ଯଦି ସବୁକିଛି ପାଇକି ଯଦି ଆପଣଙ୍କ ମନ ସନ୍ତୁଷ୍ଟ ନଥାଏ, ତେବେ ଆପଣ ବୁଝିଯାଆନ୍ତୁ କି ଆପଣଙ୍କ ପାଖରେ କିଛି ବି ନାହିଁ। ନମ୍ବର 16, କାହା ବିଷୟରେ ଭୁଲ ଅନୁମାନ ଲଗାନ୍ତୁ ନାହିଁ, କାହିଁକି ନା ଆପଣ ଜାଣିନାହାନ୍ତି କି ତା ଜୀବନରେ କେତେ ଦ୍ୱନ୍ଦ୍ୱ ରହିଛି, କେତେ ଝଡ଼ଝଞ୍ଝା ରହିଛି। ନମ୍ବର 27, ଭାଗ୍ୟ ଓ କର୍ମରେ ଗୋଟେ ଫରକ ଅଛି। ଭାଗ୍ୟ କେବଳ ସେଇଆ ଦେଇଥାଏ ଯାହା ଆମ ଭାଗ୍ୟରେ ଲେଖାଯାଇଥାଏ, କିନ୍ତୁ କର୍ମ ଆମକୁ ସେଇଆ ଦେଇଥାଏ ଯାହା ଲେଖାଯାଇପାରେ ନାହିଁ। ନମ୍ବର 28, ପ୍ରେମ ଓ ମୃତ୍ୟୁ ଏହା ଗୋଟିଏ ସମାନ ହୋଇଥାଏ, କାରଣ ଏହା ନା ବୟସ ଦେଖିଥାଏ, ନା ସମୟ ଦେଖିଥାଏ, ନା କୌଣସି ଜାଗା ଦେଖିଥାଏ। ନମ୍ବର 29, ଯଦି ଗାଡ଼ିରେ ବ୍ରେକ୍ ନଥାଏ ତାହେଲେ ଦୁର୍ଘଟଣା ନିଶ୍ଚିନ୍ତ ହୋଇଥାଏ। ଠିକ୍ ସେମିତି ଜୀବନରେ ଯଦି ସଂସ୍କାର ଓ ମର୍ଯ୍ୟାଦା ନଥାଏ ତ ଜୀବନ ବର୍ବାଦ ହେବା ନିଶ୍ଚିନ୍ତ ହୋଇଥାଏ। ନମ୍ବର 30, ଭାଗ୍ୟ ଓ ପରିସ୍ଥିତି ଯେତେବେଳେ ଦୁଇଟା ଯାକ ସାଥ ନ ଦେଇଥାଏ ସେତେବେଳେ ତା କଥା ଶୁଣିବାକୁ ପଡ଼ିଥାଏ ଯାହାର କୌଣସି ବି ଔକାତ ନଥାଏ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଲାଇକ୍ କମେଣ୍ଟ ସେୟାର ବି କରନ୍ତୁ। ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ପାଇଁ ରହୁଛି ସାଙ୍ଗମାନେ, ଜୟ ଜଗନ୍ନାଥ।